हेलो स्टूडेंट्स, नमस्कार। समस्त को स्वागत डिजिटल ओडिशा क्लासरूम यूट्यूब चैनल को। सो स्टूडेंट्स, आज आम स्वाधीनता दिवस उपर एक सुंदर रचना चल आलोचना करबा। पिला माने रचना को तुमे किपर लिखिबो ना उपक्रम। स्वाधीनता दिवस भारतर एक महान जातीय पर्व। प्रतिवर्ष अगस्ट 15 तारिख रे सारा देश रे एही दिवस को अत्यंत आनंद व उत्साहर सहित पालन करा जाए। ଏହି ଦିନଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଦିନ। 1947 ମସିହା ଅଗଷ୍ଟ 15 ତାରିଖରେ ଭାରତ ଦୀର୍ଘ ଦିନର ବ୍ରିଟିଶ ଶାସନରୁ ସ୍ୱାଧୀନତା ଲାଭ କରିଥିଲା। ତେଣୁ ଏହି ଦିନଟି ଆମ ଦେଶର ଇତିହାସରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଛି। ସ୍ୱାଧୀନତା ସଂଗ୍ରାମ। ଭାରତ ଏକ ଦିନରେ ସ୍ୱାଧୀନ ହୋଇନଥିଲା। ଦୀର୍ଘ ଦିନ ଧରି ଆମ ଦେଶର ବୀର ସଂଗ୍ରାମୀ ମାନେ ଇଂରେଜ ଶାସନ ବିରୁଦ୍ଧରେ ଲଢ଼େଇ କରିଥିଲେ। ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ଲାଲା ଲଜପତ ରାୟଙ୍କ ସମେତ ଅନେକ ମହାନ ବ୍ୟକ୍ତି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେମାନଙ୍କର ତ୍ୟାଗ, ସାହସ ଓ ଦେଶ ପ୍ରେମ ଯୋଗୁଁ ଆମେ ଆଜି ସ୍ୱାଧୀନ ଭାବରେ ବଞ୍ଚି ପାରୁଛୁ। ବିଦ୍ୟାଳୟରେ ପାଳନ। ସ୍ୱାଧୀନତା ଦିବସରେ ବିଦ୍ୟାଳୟକୁ ସୁନ୍ଦର ଭାବରେ ସଜାଯାଏ। ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ଗାନ କରାଯାଏ। ଛାତ୍ରଛାତ୍ରୀ ମାନେ ଦେଶଭକ୍ତି ମୂଳକ ଗୀତ, ଭାଷଣ, କବିତା, ନୃତ୍ୟ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରନ୍ତି। ଶେଷରେ ସମସ୍ତଙ୍କୁ ମିଠା ବଣ୍ଟନ କରାଯାଏ। ସ୍ୱାଧୀନତାର ମହତ୍ତ୍ୱ। ସ୍ୱାଧୀନତା ଆମ ପାଇଁ ଏକ ମହାନ ଆଶୀର୍ବାଦ। ଆମେ ନିଜ ମତ ପ୍ରକାଶ କରିବା ସହିତ ସ୍ୱାଧୀନ ଭାବରେ ଶିକ୍ଷା ଗ୍ରହଣ ଓ ଜୀବନଯାପନ କରିପାରୁଛୁ। କିନ୍ତୁ ସ୍ୱାଧୀନତା ସହିତ ଆମର କର୍ତ୍ତବ୍ୟ ମଧ୍ୟ ରହିଛି। ଆମେ ଦେଶର ନିୟମ ମାନିବା ଓ ଦେଶର ସମ୍ମାନ ରକ୍ଷା କରିବା ଉଚିତ। ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟ। ଆଜିର ଛାତ୍ରଛାତ୍ରୀ ହେଉଛନ୍ତି ଆସନ୍ତା କାଲିର ଭାରତର ଭବିଷ୍ୟତ। ତେଣୁ ଆମେ ମନ ଦେଇ ପାଠ ପଢ଼ିବା, ଶୃଙ୍ଖଳା ପାଳନ କରିବା ଓ ଭଲ ମଣିଷ ହେବା ଦରକାର। ଜାତି, ଧର୍ମ ଓ ଭାଷାର ଭେଦଭାବ ଭୁଲି ସମସ୍ତେ ଏକତାରେ ରହିବା ଉଚିତ। ଉପସଂହାର। ସ୍ୱାଧୀନତା ଦିବସ ଆମକୁ ଦେଶପ୍ରେମ ଓ ଏକତାର ଶିକ୍ଷା ଦିଏ। ଏହି ଦିନ ଆମେ ମହାନ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗକୁ ସ୍ମରଣ କରିବା ସହିତ ଦେଶର ଉନ୍ନତି ପାଇଁ କାମ କରିବାର ସଂକଳ୍ପ ନେବା ଉଚିତ। এইটি পিলামানে তোমার রচনাটি এইটারে সমাপ্ত হলা। যদি তোমাকে রচনাটি ভাল লাগিছে সমস্ত ভিডিও কু লাইক কর এবং সমস্তে ডিজিটাল ওড়িশা ক্লাসরুম यूट्यूब चैनल को सब्सक्राइब कर। समस्ते डिजिटल ओडिशा क्लासरूम यूट्यूब चैनल को विजिट कर। विजिट कला पर देखिबा थिबो होम वीडियो प्लेलिस्ट मध्य तुम मानकर पढ़ा बही विभिन्न प्रकार विषय सब प्लेलिस्ट अच्छी ताकू समस्ते विजिट कर। एवं से प्लेलिस्ट मध्य रचना, उड़िया रचना नाम एक प्लेलिस्ट थी। ता मध्य स्वाधीनता दिवस एवं बहुत टॉपिक रचना मध्य सेथिरे अछि। समस्त जाई ताको विजिट कर। आजिर क्लास टी एठी समाप्त होला। समस्त को बहुत बहुत धन्यवाद। थैंक यू।